ତ ଆଗରୁ ବହୁତ ପିଲା ଯେଉଁମାନେ ବି ଫ୍ରେସରରେ ଜବ୍ ଟ୍ରାଏ କରୁଥିଲେ ତ ତାଙ୍କୁ ସମସ୍ତଙ୍କୁ ଜବ୍ ମିଳିଯାଉଥିଲା। ତ ଆଗରୁ ଥିଲା କ'ଣ ନା ନର୍ମାଲ୍ ତୁମେ କଲେଜର ପ୍ରୋଜେକ୍ଟରେ ତୁମେ ଆଡ଼୍ କର ତୁମ ରିଜ୍ୟୁମ୍ରେ, ତ ନର୍ମାଲ୍ କଲେଜ କ୍ୟାମ୍ପସ୍ ଯାଅ ତ ତୁମକୁ ଆରାମସେ ଜବ୍ ମିଳିଯାଉଛି। କିନ୍ତୁ ଯେଉଁ ପିଲା ବି ମନେକର ବାଙ୍ଗଲୋର ହଉ, ଚେନ୍ନାଇ ହଉ କି ହାଇଦ୍ରାବାଦ ହଉ, ଯେଉଁମାନେ ବି ଆସୁଥିଲେ ତ ସେମାନେ ଫ୍ରେସରରେ ଯାଇକିରି ଯେତେବେଳେ ଇଣ୍ଟରଭ୍ୟୁ ଦେଉଥିଲେ, ଫ୍ରେସରରେ ଯାଇକି ଟ୍ରାଏ କରୁଥିଲେ ତ ତାଙ୍କୁ ସମସ୍ତଙ୍କୁ ମିଳିଯାଉଥିଲା। ବର୍ତ୍ତମାନ ଏବେ ଯେଉଁ ସିଚୁଏସନ୍, ବର୍ତ୍ତମାନ ବହୁତ ଫ୍ରେସର ପିଲା ଟ୍ରାଏ କରୁଛନ୍ତି। ଗୋଟେ ଗୋଟେ ଜାଗାରେ ଗୋଟେ ରିଜ୍ୟୁମ୍ ଯାଉଛି, ସେଠି ତୁମେ ଯେଉଁଠି ଆପ୍ଲାଏ କରୁଛ ସେଠି 1000 ହଉ 2000 ହଉ ତ ବହୁତ ପ୍ରକାର ପିଲା ସେଠି ଆପ୍ଲାଏ କରୁଛନ୍ତି। କିନ୍ତୁ ତୁମର ଯେଉଁ ରିଜ୍ୟୁମ୍ ଯାଉଛି ତ ତୁମେ ଯେଉଁଠି ବି ଆପ୍ଲାଏ କରୁଛ ସେଠି ତୁମେ 1000 2000 ପିଲାଙ୍କ ସହିତ କମ୍ପିଟ୍ କରୁଛ। ତ ବର୍ତ୍ତମାନ ଏବେ ସିନାରିଓ, ଯେଉଁମାନେ ବି ଏଚ୍ ଆର୍ ଫିଲ୍ଟର କରୁଛନ୍ତି କି ଯେଉଁ ଏଚ୍ ଆର୍ ତୁମର ରିଜ୍ୟୁମ୍ ଦେଖୁଛି, ତ ବର୍ତ୍ତମାନ ଏଚ୍ ଆର୍ ମାନେ ଏକରେ ତ ହେଲା ବର୍ତ୍ତମାନ AI ଫିଲ୍ଟର ଏବେ ରିଜ୍ୟୁମ୍ ହେଇଯାଉଛି। ତ ତୁମେ ରେଜ୍ୟୁମ୍ରେ କ'ଣ ମେନସନ୍ କରିଛ, ତ ତୁମେ କେଉଁ କଲେଜରୁ ପାସ୍ ଆଉଟ୍ ହେଇଛ, ତ ତୁମର ଏବେ ବର୍ତ୍ତମାନ ଏବେ ଟ୍ୟାଗ୍ ଉପରେ କଥାବାର୍ତ୍ତା ହେଉଛି କି ତୁମେ IIT NIT ନର୍ମାଲ୍ BPUT ହଉ କି ତ ନର୍ମାଲ୍ କଲେଜରୁ ପାସ୍ ଆଉଟ୍ ହେଇଛ, ତ ସିଏ ଗୋଟେ ହେଇଯାଉଛି। ତ ଦୁଇ ହେଲା ତୁମେ ଯେଉଁଠି ବି ଇଣ୍ଟର୍ନ କରୁଛ। ତ ଆଗରୁ କ'ଣ ହେଉଥିଲା, ତ ବର୍ତ୍ତମାନ ତୁମେ ଯେତେବେଳେ କଲେଜ ପ୍ରୋଜେକ୍ଟ ପକାଇକି ଯାଉଥିଲ ତ ସେତେବେଳେ ପିଲାଙ୍କୁ ଜବ୍ ମିଳିଯାଉଥିଲା। ନର୍ମାଲ୍ କ୍ୟାମ୍ପସ୍ ଯାଇକି ଦେଉଥିଲ, ଅଫଲାଇନ୍ ଇଣ୍ଟରଭ୍ୟୁ ଦେଉଥିଲ, ଯାଇକିରି ଫେସ୍ ଟୁ ଫେସ୍ ଯେଉଁଠି ଦେଉଥିଲ ଫ୍ରେସରରେ ଜବ୍ ମିଳିଯାଉଥିଲା। ନର୍ମାଲ୍ ତୁମ ଛୋଟ ମାନେ କମ୍ ପ୍ୟାକେଜରୁ ଷ୍ଟାର୍ଟିଂ ହେଇକିରି ତୁମର ଏକ୍ସପିରିଏନ୍ସ ହେଲା ପରେ ଧୀରେ ଧୀରେ ପଇସା ବଢ଼ୁଥିଲା। ଏବେ ସିଚୁଏସନ୍ କ'ଣ ହେଉଛି, ଫ୍ରେସର ପିଲା ବହୁତ ଟ୍ରାଏ କରୁଛନ୍ତି କିନ୍ତୁ ବର୍ତ୍ତମାନ ଜବ୍ ମିଳିବା ଡିଫିକଲ୍ଟ ହେଉଛି। କାହିଁକିନା ବହୁତ ତୁମ ସାଙ୍ଗରେ ବି ଆହୁରି ବହୁତ ପିଲା ଟ୍ରାଏ କରୁଛନ୍ତି। ଏକ ହେଲା ତୁମେ କେଉଁଠି ପାସ୍ ଆଉଟ୍ ହେଇଛ, ଦୁଇରେ ହେଲା ତୁମେ ଯେଉଁଠି ପାସ୍ ଆଉଟ୍ ହେଇଛ କି ତୁମେ ଯେଉଁଠି ଇଣ୍ଟର୍ନ କରିଛ, ଇଣ୍ଟର୍ନସିପ୍ ତୁମେ କେଉଁଠି କମ୍ପ୍ଲିଟ୍ କରିଛ, ଇଣ୍ଟର୍ନସିପ୍ କେଉଁ କମ୍ପାନୀରୁ କମ୍ପ୍ଲିଟ୍ କରିଛ, ତ ଇଣ୍ଟର୍ନସିପ୍ ଉପରେ ଡିପେଣ୍ଡ କରୁଛି। ତ ତାପରେ ରହିଲା ତୁମର କଲେଜ ଟ୍ୟାଗ୍ ଲାଇନ୍। ତୁମେ ଯଦି IIT ଅଛ, IITian ଫାର୍ଷ୍ଟ ପ୍ରାୟୋରିଟି, ସେକେଣ୍ଡ NIT ରହୁଛି। ତ ବହୁତ ଭଲ ଭଲ କଲେଜ ଯେଉଁମାନେ ପାସ୍ ଆଉଟ୍ ଆସୁଛନ୍ତି ତ ସେମାନଙ୍କୁ ବେଶୀ ପ୍ରାୟୋରିଟି ଦିଆଯାଉଛି। ଦୁଇ ହେଲା ତୁମର କଲେଜ ହେଲା, ତିନି ହେଲା ତୁମର ଯେଉଁ ତୁମେ ଯେଉଁଠି ବି ତୁମେ ପାସ୍ ଆଉଟ୍ ହେଇଛ, ତୁମେ କେଉଁ ଇୟର୍ ପାସ୍ ଆଉଟ୍ ହେଇଛ, ତୁମେ ଯେଉଁ ଇଣ୍ଟରଭ୍ୟୁ ଦେଉଛ ତ ତୁମେ ଇଣ୍ଟର୍ନସିପ୍ କରିଛ କି ନାହିଁ। ତ ବହୁତ ପ୍ରକାର ଫ୍ୟାକ୍ଟର ବର୍ତ୍ତମାନ ଏବେ ଭ୍ୟାରି କରୁଛି। ତ ତୁମେ ଯଦି ବି ତୁମେ ଯେଉଁ ବି ଟ୍ରାଏ କରୁଛ, ତ ବହୁତ ପିଲା ଟ୍ରାଏ କରୁଛନ୍ତି, ବହୁତ ପିଲା ଫ୍ରଷ୍ଟ୍ରେଟ୍ ବି ହେଇଯାଉଛନ୍ତି କ'ଣ ନା ଫ୍ରେସର ଓପନିଂ ନାହିଁ, ଫ୍ରେସରରେ ମିଳୁନି। ଆଉ କିଛି ପିଲା ଯେଉଁମାନେ ଜବ୍ ପାଉଛନ୍ତି ସେମାନେ ଗୋଟେ ଗୋଟେ କମ୍ପାନୀରେ ରହିକିରି 1 ଇୟର୍ 2 ଇୟର୍ ରହିକିରି ଏକ୍ସପିରିଏନ୍ସ କରିକିରି ସେଠି ବି ପରମାନେଣ୍ଟ ହେଇଯାଉଛନ୍ତି। ଇଣ୍ଟର୍ନସିପ୍ ବି କଲା ପରେ 6 ମନ୍ଥ 1 ଇୟର୍ ପରେ ସେମାନଙ୍କୁ ପରମାନେଣ୍ଟ କରିଦେଉଛନ୍ତି। ତ ବହୁତ କେଉଁ କମ୍ପାନୀରେ 3 ମନ୍ଥ ରହୁଛି, କେଉଁ କମ୍ପାନୀରେ 6 ମନ୍ଥ ରହୁଛି, କେଉଁ କମ୍ପାନୀରେ 1 ଇୟର୍ ରହୁଛି। ଦେନ୍ ତୁମେ ଯଦି ପରଫର୍ମାନ୍ସ ଭଲ କରୁଛ, କମ୍ପାନୀ କି ପିଲା ଦରକାର ହେଉଛି ସେଇ ଟାଇମ୍ରେ, ଦେନ୍ ତୁମେ ସେଠି ଫୁଲ୍ ଟାଇମ୍ ହେଇପାରିବ। ତ ବର୍ତ୍ତମାନ ଏଇଭଳିଆ ସିଚୁଏସନ୍ ଭିତରେ ଯେଉଁମାନେ ବି ଏବେ ବର୍ତ୍ତମାନ ଫ୍ରେସରରେ ଟ୍ରାଏ କରୁଛନ୍ତି ସେମାନଙ୍କୁ ଆଗ ଅପେକ୍ଷା ବର୍ତ୍ତମାନ 5-6 ବର୍ଷ 10 ବର୍ଷ ତଳେ ଯେମିତି ଫ୍ରେସର ମିଳୁଥିଲା, ତ ସେ ଟାଇମ୍ରେ ବର୍ତ୍ତମାନ ଏବେ ଫ୍ରେସର ଟିକେ ମିଳିବା ବହୁତ ଡିଫିକଲ୍ଟ। ତୁମେ ଯେତେ ବି ସ୍କିଲ୍ ଆଡ଼୍ କର ତ ଯେଉଁଠି ବି ତୁମେ ଆପ୍ଲାଏ କରୁଛ ସେଠି ଆହୁରି 1000 1500 ପିଲା 2000 ପିଲା ଅଛନ୍ତି। ତ ସେଠି ତୁମଠାରୁ ଆହୁରି ଟ୍ୟାଲେଣ୍ଟେଡ଼ ପିଲା ଅଛନ୍ତି, ତୁମଠାରୁ ଆହୁରି ସ୍କିଲ୍ ଆଡ଼୍ କରିଥିବା ରିଜ୍ୟୁମ୍ରେ ବି ପିଲା ଅଛନ୍ତି, ସେମାନେ ଜାଣିଛନ୍ତି ରିଅଲ୍ରେ। ଏବେ ବର୍ତ୍ତମାନ ଏବେ ବହୁତ ଜିନିଷ, ମନେକର ତୁମେ ଫ୍ରଣ୍ଟ ଏଣ୍ଡ ତୁମେ ଖାଲି ପକାଉଛ, ଫ୍ରଣ୍ଟ ଏଣ୍ଡରେ ତୁମର ବ୍ୟାକ୍ ଏଣ୍ଡ ବି ଯଦି ତୁମେ ଜାଣିଛ ସେଇଟା ଗୋଟେ ବେନିଫିଟ୍। ତା ସହିତ ତୁମେ ଫୁଲ୍ ଷ୍ଟାକ୍ ଯଦି ତୁମେ ଜାଣିଛ କମ୍ପ୍ଲିଟଲି, ତୁମେ କ୍ଲାଉଡ଼ ଉପରେ ସବୁ ଜିନିଷ ଜାଣିଛ, ତୁମେ AI ଟୁଲ୍ ଉପରେ ସବୁ ଜିନିଷ ଜାଣିଛ, ତ ବେନିଫିଟ୍ ବି ହେଇପାରେ ତୁମେ ଯେଉଁ ବି ପ୍ରୋଫାଇଲ୍ ଟ୍ରାଏ କରୁଛ। ତ ଆଉ ଗୋଟେ ଜିନିଷ ହେଲା, ତ ବହୁତ ପିଲା କ'ଣ କରୁଛନ୍ତି ଏବେ, କିଏ ସାଇବର ସିକ୍ୟୁରିଟି ହେଉ, କିଏ AI ML ଇଞ୍ଜିନିୟର ହେଉ, କି କିଏ ଡେଭଅପ୍ସ SRE ରୋଲ୍ ହେଉ, ତ ବହୁତ ପ୍ରକାର ପ୍ରୋଫାଇଲ୍ରେ ପିଲା ଯେଉଁ ସବୁ ଟ୍ରାଏ କରୁଛନ୍ତି। ଯେଉଁଠି ଆଗରୁ ଯେମିତି ଥିଲା କି ଡେଭଲପମେଣ୍ଟରେ ବହୁତ ପିଲା ଟ୍ରାଏ କରୁଥିଲେ, ଏବେ ଡେଭଲପମେଣ୍ଟ ଛାଡ଼ିକିରି ପିଲା କ'ଣ କରୁଛନ୍ତି, ଯେଉଁମାନେ ଯେଉଁଠି ଡିମାଣ୍ଡ ଅଛି, ଯେମିତି AI ML ଇଞ୍ଜିନିୟର ରହୁଛି, ତ AI ML ଇଞ୍ଜିନିୟର ହେଉ, ସାଇବର ସିକ୍ୟୁରିଟି ହେଉ, ଡେଭଅପ୍ସ SRE ରୋଲ୍ ହେଉ, ତ ଏଭଳିଆ ପ୍ରୋଫାଇଲ୍ରେ ପିଲା ବହୁତ ଟ୍ରାଏ କରୁଛନ୍ତି। ତ ବର୍ତ୍ତମାନ କୋଡ଼ିଂ ଏବେ ଏବେ ଯେଉଁ ଲେବୁଲ୍ରେ ସେମାନେ ପଚାରୁଛନ୍ତି, ଗୋଟେ ଫ୍ରେସର ଛୁଆ ନର୍ମାଲ୍ କଲେଜରୁ ପାସ୍ ଆଉଟ୍ ହେଇକି ଆସିଛି, ତ ତା'ର ଇଣ୍ଟରଭ୍ୟୁ ବି 3ଟା 4ଟା ରାଉଣ୍ଡ ହେଉଛି। ତ ସିଏ ବି ଗୋଟେ ଇଣ୍ଟରଭ୍ୟୁ, ଇଣ୍ଟର୍ନସିପ୍ ପାଇଁ ଗୋଟେ ଇଣ୍ଟରଭ୍ୟୁ ଦେଉଛି, ତା'ର 2ଟା 3ଟା ରାଉଣ୍ଡ କ୍ଲିୟର କରିକି ଯିବାକୁ ପଡ଼ୁଛି। ତୁମେ ଚିନ୍ତା କର ବର୍ତ୍ତମାନ ଇଣ୍ଟରଭ୍ୟୁର ଲେବୁଲ୍, ଆଉ ଏବେ ବର୍ତ୍ତମାନ ସ୍କିଲ୍ କେଉଁ ଭଳିଆ ମାର୍କେଟରେ ଖୋଜୁଛନ୍ତି, ସ୍କିଲ୍ କେଉଁ ଭଳିଆ ବର୍ତ୍ତମାନ ଏବେ ତୁମକୁ ଡେଭଲପ୍ କରିବାକୁ ପଡ଼ିବ। ତ ତୁମେ ଯେଉଁ ପ୍ରୋଫାଇଲ୍ ପାଇଁ ଟ୍ରାଏ କରୁଛ ସେ ପ୍ରୋଫାଇଲ୍ରେ ଆହୁରି ବହୁତ ପିଲା ଟ୍ରାଏ କରୁଛନ୍ତି। ତ ତୁମକୁ ତାଙ୍କ ସହିତ କମ୍ପିଟ୍ କରି, ତୁମକୁ ତାଙ୍କ ଜାଗାରେ ରହିକିରି, ତ ତୁମକୁ କ୍ରାକ୍ କରିବାର ଅଛି, ତୁମ ଜାଗା ବନେଇବାର ଅଛି। ତ ଦେନ୍ ତୁମେ ତାପରେ ଯାଇକି ତୁମେ ସେ ଜାଗାରେ ଜବ୍ ପାଇପାରିବ। ତ ବର୍ତ୍ତମାନ ସିଚୁଏସନ୍ ବର୍ତ୍ତମାନ ମାର୍କେଟର ଏଇଭଳିଆ ଅଛି। ତ ତୁମେ ଯଦି ସ୍କିଲ୍ଫୁଲ୍ ଅଛ, ତୁମେ ଯଦି ସ୍କିଲ୍ ତୁମର ଡେଭଲପ୍ କରୁଛ,
ଦେନ୍ ତମେ ଯାଇକିରି ଗୋଟେ ଜବ୍ କ୍ରାକ୍ କରିପାରିବ। ଆଉ ଯେଉଁ ପିଲା ବି ବର୍ତ୍ତମାନ ଏବେ ଭାବୁଛନ୍ତି କି ନାଇଁ ମୁଁ ଇଣ୍ଟରଭ୍ୟୁ ଦେଉଛି ମୋର ହେଉନି ଫେର ମୁଁ ରିଟର୍ନ ପଳେଇବି, ତ ବର୍ତ୍ତମାନ ଗୋଟେ ଜାଗା ତମେ ଷ୍ଟେବୁଲ୍ ହେଇକି ରୁହ। ତମର ଯେଉଁ ଇଣ୍ଟରଭ୍ୟୁ ଦେଉଛ ଇଣ୍ଟରଭ୍ୟୁରେ କେଉଁଠି ତୁମେ ରିଜେକ୍ଟ ହେଉଛ ତା ଉପରେ ତୁମେ କାମ କର। ତୁମର ତୁମେ କମ୍ୟୁନିକେସନ୍ ସ୍କିଲ୍ ଖରାପ ଅଛି କି ତୁମେ ଟେକ୍ନିକାଲି ୱିକ୍ ଅଛ କି ତୁମେ ଟେକ୍ନିକାଲି କହିପାରୁଛ, ତୁମେ ମ୍ୟାନେଜର ରାଉଣ୍ଡ ଯେଉଁ ଦେଉଛ ସେ ମ୍ୟାନେଜର ରାଉଣ୍ଡରେ ତୁମକୁ ଟ୍ୟାକେଲ୍ କରିବା ପାଇଁ ଡିଫିକଲ୍ଟ ହେଉଛି, ତ ଦେନ୍ ତୁମେ ସିନିୟରମାନଙ୍କ ସହିତ କନସଲ୍ଟ କର, ତୁମେ କଥା ହୁଅ କି ତୁମେ କେଉଁଥିରେ ୱିକ୍ ଅଛ ତା ଉପରେ ତୁମେ କାମ କର, ନିଜେ ପଢ଼ାପଢ଼ି କର। ତାପରେ ଆଉ ଗୋଟେ ରହିଲା ତୁମେ ନେଟୱାର୍କ ବଢ଼ାଅ, ଯେମିତି ହେଲା ରେଫରେନ୍ସ ଗୋଟେ, ଆଉ ଗୋଟେ ଲିଙ୍କଡଇନ୍ ହେଉ, ବହୁତ ପ୍ରକାର ପ୍ରୋଫାଇଲ୍ ଆଜିକାଲି ହେଇଗଲାଣି, ତ ତୁମେ ଲିଙ୍କଡଇନ୍ରେ ଆପ୍ଲାଏ କର, ଲିଙ୍କଡଇନ୍ରେ ଏଚ୍ ଆର୍ ମାନଙ୍କ ସହିତ କନେକ୍ଟ କର, ଏଚ୍ ଆର୍ ମାନଙ୍କୁ କନଭେନ୍ସ କରାଅ। ତ ବର୍ତ୍ତମାନ ଗୋଟେ ଜବ୍ ପାଇବା ବର୍ତ୍ତମାନ ଏତେ ଇଜି କଥା ନୁହଁ। ଆଗରୁ ଥିଲା ହଁ ପିଲା ଜବ୍ ପାଇଯାଉଥିଲେ, ତ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ହେଉ ପ୍ରାଇଭେଟ୍ ହେଉ, ତ ବର୍ତ୍ତମାନ ଏବେ ସବୁ କିଛି ଡିଫିକଲ୍ଟ। ଗଭର୍ଣ୍ଣମେଣ୍ଟରେ ତୁମେ 5-6 ଇୟର୍ ଦେଲା ପରେ ତୁମ ଜବ୍ ହେବ ନ ହେବ ସେଇଟା ବି କିଛି ଗ୍ୟାରେଣ୍ଟି ନାହିଁ। ତ ପ୍ରାଇଭେଟ୍ରେ ତୁମକୁ 6 ମନ୍ଥ 1 ଇୟର୍ ଟ୍ରାଏ କଲେ ତୁମକୁ ଜବ୍ ଗୋଟେ ମିଳିଯାଉଛି, ଦେନ୍ ତୁମେ ସମସ୍ତେ କ'ଣ କରୁଛନ୍ତି କନଭର୍ଟ କରୁଛନ୍ତି କି ତୁମେ ଗଭର୍ଣ୍ଣମେଣ୍ଟ ଜବ୍ରୁ ପ୍ରାଇଭେଟ୍ ଜବ୍ ଆସିବା ପାଇଁ। ତ ପ୍ରାଇଭେଟ୍ ଜବ୍ ଆସିଲା ବେଳକୁ ପିଲା ଯେତେବେଳେ ଅଧିକ ହେଇଯାଉଛନ୍ତି ପ୍ରାଇଭେଟ୍ ଜବ୍ରେ, ଦେନ୍ ସମସ୍ତେ ଟ୍ରାଏ କରୁଛନ୍ତି କି ହଁ ଆମକୁ ଗୋଟେ କିଛି ବି ଆମକୁ ଜବ୍ ମିଳିଗଲେ ଆମେ ସର୍ଭାଇଭାଲ୍ ମୋଡ଼ ପାଇଁ କିଛି ଆମେ ସର୍ଭାଇଭ୍ କରିବା ପାଇଁ ଗୋଟେ କିଛି 20,000 30,000 ଯାହା ବି ଜବ୍ ମିଳିଯାଉଛି ଆମେ ରହିବୁ। କିନ୍ତୁ ଡିଫିକଲ୍ଟ କ'ଣ ହେଉଛି, ଯେଉଁମାନେ ଅଲରେଡ଼ି ଏକ୍ଜିଷ୍ଟ ଏଠି ଅଛନ୍ତି ଦେନ୍ ଆଉ ବି ଅଲଗା ପ୍ରୋଫାଇଲ୍ର ପିଲା ଆସି ଟ୍ରାଏ କରୁଛନ୍ତି, ତ ତାଙ୍କୁ ବି ମିଳିବା ଡିଫିକଲ୍ଟ, ଆଙ୍କୁ ବି ମିଳିବା ଡିଫିକଲ୍ଟ। ବର୍ତ୍ତମାନ ଫ୍ରେସର ହେଉ ଏକ୍ସପିରିଏନ୍ସ ହେଉ ଯେଉଁ ବି ପିଲା ଟ୍ରାଏ କରୁଛନ୍ତି ସମସ୍ତଙ୍କ ପାଇଁ ବର୍ତ୍ତମାନ ଏବେ ମାର୍କେଟ ଡିଫିକଲ୍ଟ ହେଇଗଲାଣି। ତ ମାର୍କେଟ ଥିଲା ହଁ ନର୍ମାଲ୍ କଣ୍ଡିସନରେ ଥିଲା, ବର୍ତ୍ତମାନ ଏବେ ଏଆଇ ହାଇପ୍ରେ ବହୁତ କମ୍ପାନୀ ଫାୟାରିଂ କରୁଛି। ଗୋଟେ ଗୋଟେ ଜାଗାରେ ପୁରା ଟିମ୍ ହିଁ ଉଡ଼େଇ ଦେଉଛି। ତ ତମେ ଗୋଟେ ଟିମ୍ ଯେତେବେଳେ ଉଡ଼ୁଛି ସେ ଟିମ୍ର 300 ପିଲା 200 ପିଲା ଯେତେବେଳେ ଫାୟାରିଂ ହେଉଛନ୍ତି, ତ ସେମାନଙ୍କୁ ବି ଜବ୍ ମିଳିବ, ସେମାନେ ବି ଜବ୍ ସର୍ଚ୍ଚ କରୁଛନ୍ତି। ତୁମେ ତାଙ୍କ ସହିତ ବି ଜବ୍ ସର୍ଚ୍ଚ କରିବ, ତୁମେ ଯେଉଁ ଟାଇମ୍ରେ ବି ସର୍ଚ୍ଚ କରୁଛ ସେଇ ଟାଇମ୍ରେ ଆହୁରି ବି ଅଲଗା ପ୍ରୋଫାଇଲ୍ର ପିଲା ଅଲଗା ଅଲଗା ଏକ୍ସପିରିଏନ୍ସର ପିଲା ବି ସର୍ଚ୍ଚ କରୁଛନ୍ତି। ତ ବର୍ତ୍ତମାନ ମାର୍କେଟରେ ପିଲା ବହୁତ ହେଇଯାଉଛନ୍ତି। ତ ଯେତେବେଳେ ମାର୍କେଟରେ ପିଲା ବହୁତ ହେଇଯାଉଛନ୍ତି, ପିଲା କମ୍ପିଟିସନ୍ ବି ସେଇଭଳିଆ ହେଉଛି। କମ୍ପିଟିସନ୍ରେ ଫିଲ୍ଟର ବହୁତ ପ୍ରକାର ଫିଲ୍ଟର। ଫ୍ରେସରରେ ଆଗରୁ ଯେତେବେଳେ ଆମେ ଇଣ୍ଟରଭ୍ୟୁ ଦେଉଥିଲୁ ସେତେବେଳେ ଆମର ଟେକ୍ନିକାଲ୍ ଆମର ଗୋଟେ ହେଉଥିଲା ଆପ୍ଟିଚ୍ୟୁଡ଼୍ ରିଜନିଂ ରାଉଣ୍ଡ, ତାପରେ ଜିଡ଼ି ହେଉଥିଲା ଗ୍ରୁପ୍ ଡିସ୍କସନ୍ ପରେ ବର୍ତ୍ତମାନ ତାପରେ ଟେକ୍ନିକାଲକୁ ଆସୁଥିଲା। ଟେକ୍ନିକାଲ୍ ମାନେ ଫାଷ୍ଟ ରାଉଣ୍ଡରେ ଆପ୍ଟିଚ୍ୟୁଡ଼୍ ରିଜନିଂରେ ପିଲା କିଛି ରିଜେକ୍ଟ ହେଇଯିବେ, ତାପରେ ଆସିବେ ତୁମର ଜିଡ଼ି ରାଉଣ୍ଡରେ ବହୁତ ପିଲା କିଛି ପିଲା ସିଲେକ୍ଟ ହେବେ, ଆଉ ବହୁତ ପିଲାଙ୍କୁ ରିଜେକ୍ଟ କରିଦେବେ। ତାପରେ ଆଉ କିଛି ପିଲା ରହିଲେ ଟେକ୍ନିକାଲ୍ ଗଲାବେଳକୁ ତୁମକୁ ସେତେବେଳେ ହେଇଯାଇଥିବ ସନ୍ଧ୍ୟାବେଳ। ତୁମେ ଚିନ୍ତା କର ଗୋଟେ ତୁମେ ସକାଳ 7ଟା 8ଟା ବେଳକୁ ଗୋଟେ ରୁମ୍ରୁ ବାହାରିକିରି ତୁମେ ଇଣ୍ଟରଭ୍ୟୁ ଦେବାକୁ ଗଲାବେଳକୁ ସେଠି ଅଲରେଡ଼ି 2,000-1,500 ପିଲା ଅଲରେଡ଼ି ଏଣ୍ଟ୍ରି କରିସାରିଥିବେ। କେଉଁଠି ଗୋଟେ ଜାଗାରେ ସିକ୍ୟୁରିଟି ବି ଆମକୁ ଫେରେଇ ଦେବ କି ନାହିଁ ଆଉ ତୁମେ ଇଣ୍ଟରଭ୍ୟୁ ଦେଇପାରିବନି, ଆଜି ପିଲା ଅଧିକ ହେଇଗଲେଣି, ଆମକୁ ସାର୍ ମନା କରୁଛନ୍ତି। ତ ତାଙ୍କୁ କନଭିନ୍ସ କରି ତୁମେ ଭିତରକୁ ଯାଅ, ତାପରେ ଇଣ୍ଟରଭ୍ୟୁ ଦିଅ, ତାପରେ ତୁମେ ଜବ୍ ପାଇବ ନ ପାଇବ କିଛି ଗ୍ୟାରେଣ୍ଟି ନାହିଁ। ତୁମେ ଫାଷ୍ଟ ଆପ୍ଟିଚ୍ୟୁଡ଼୍ ରିଜନିଂ ରାଉଣ୍ଡରେ ବି ରିଜେକ୍ଟ ହେଇଯିବ, ତାପରେ ଜିଡ଼ି ରାଉଣ୍ଡରେ ବି ରିଜେକ୍ଟ ହେଇପାର। ତ ବହୁତ ପ୍ରକାର ସିଚୁଏସନ୍ ବର୍ତ୍ତମାନ ମାର୍କେଟରେ ଚାଲିଥିଲା ଆଗରୁ। ଆଉ ଏବେ ବର୍ତ୍ତମାନ ଇଣ୍ଟର୍ନସିପ୍ ପାଇଁ 3ଟା 4ଟା ରାଉଣ୍ଡ ନେଉଛନ୍ତି। ତୁମେ ଗୋଟେ ଇଣ୍ଟର୍ନସିପ୍ ପାଇବା ପାଇଁ, ଗୋଟେ ଫ୍ରେସର୍ ଜଏନ୍ କରିବା ପାଇଁ 3ଟା 4ଟା ରାଉଣ୍ଡ। ତ ତା ଭିତରେ ତୁମେ କେଉଁଠି ଗୋଟେ ଟିକେ ବି 1% ଗୋଟାଏ କିଛି କୋଶ୍ଚିନ୍ ଆନ୍ସର୍ ଭୁଲ ଦେଲ, ଦେନ୍ ତୁମେ ରିଜେକ୍ଟ ହେବାଟା ଥୟ। ତ ବର୍ତ୍ତମାନ ଏବେ ଯେଉଁ ମାର୍କେଟ ହେଇଗଲାଣି ଆଗରୁ ଯେଉଁ ମାର୍କେଟ ଭିତରେ ବହୁ ଆକାଶ ପାତାଳ ଡିଫରେନ୍ସ ବହୁତ। ତୁମେ ବର୍ତ୍ତମାନ ତୁମକୁ ସେଇଭଳିଆ ସ୍କିଲ୍ଫୁଲ୍ କରାଅ, ତୁମେ ସେଇଭଳିଆ ସ୍କିଲ୍ ଡେଭଲପ୍ କର। ମାର୍କେଟରେ ତୁମକୁ ଯାହା ଖୋଜୁଛି ତୁମେ ଏକ୍ସଟ୍ରା ଅର୍ଡ଼ିନାରୀ କିଛି ହେବାକୁ ଚାହଁ, ଦେନ୍ ତୁମେ ଯାଇକିରି ଗୋଟେ ସକ୍ସେସ୍ ସଫ୍ଟୱେର୍ ଇଞ୍ଜିନିୟର ହେଇପାରିବ। ତୁମେ ଗୋଟେ ଇଣ୍ଟରଭ୍ୟୁ କ୍ରାକ୍ କରିପାରିବ। ଇଣ୍ଟରଭ୍ୟୁ ପାଇବା ଯେତିକି ମ୍ୟାଟର୍ ନୁହଁ, ଇଣ୍ଟରଭ୍ୟୁ ଦେଇ ସାରିକିରି ତୁମେ କାମ କରିବା ବି ଆହୁରି ଗୋଟେ ଡିଫିକଲ୍ଟ। କମ୍ପାନୀରେ ତୁମେ ଇଣ୍ଟରଭ୍ୟୁ ଦେଲ, ପାଇଗଲ, କମ୍ପାନୀ ଯଦି ତୁମେ କାମ ନ କରିପାରିବ କମ୍ପାନୀ ତୁମକୁ ବାହାର କରିଦେବ। ତ ବର୍ତ୍ତମାନ ସିଚୁଏସନ୍ ମାର୍କେଟରେ ଏତେ ଇଜି ନାହିଁ। ତ ବହୁତ ପ୍ରକାର ଜିନିଷ ଚାଲିଛି ମାର୍କେଟରେ। ବହୁତ କାହାର ଫ୍ୟାମିଲି ଇସ୍ୟୁ ଅଛି, ସେମାନେ ସର୍ଭାଇଭାଲ୍ ମାନେ ରହିକିରି ଖାଇବା ବି ତାଙ୍କ ପାଇଁ ବି ନାହିଁ। ବହୁତ ପିଲା ଅଛନ୍ତି ସେମାନେ ବି ରହିବା ଖାଇବା ପାଇଁ ପଇସା ନଥିବାରୁ ସେମାନେ ବି ଛୋଟ ମୋଟ ଜବ୍ କରୁଛନ୍ତି, କଲ୍ ସେଣ୍ଟର ହେଉ ଚାଟ୍ ପ୍ରୋସେସ୍ ହେଉ, ସେମାନେ ବି ଜବ୍ କରିବା ବି ଷ୍ଟାର୍ଟ କରିଦେଉଛନ୍ତି, ଧୀରେ ଧୀରେ ସୁଇଚ୍ କରୁଛନ୍ତି। ତ ବର୍ତ୍ତମାନ ଏବେ ଯେଉଁ ମାର୍କେଟ, ତୁମେ ଆରାମସେ କିଛି ଗୋଟେ ରହିବା ପାଇଁ ଗୋଟେ ଜାଗାରେ ଷ୍ଟେବୁଲ୍ ହେଇକି ରୁହ, ଦେନ୍ ତୁମେ ସବୁକିଛି ଷ୍ଟେବୁଲ୍ ହେଇଗଲା ପରେ ତୁମେ ଧୀରେ ଧୀରେ ଇଣ୍ଟରଭ୍ୟୁ ଦେଇକିରି ମାର୍କେଟ କଣ୍ଡିସନ୍ ଟିକେ ନର୍ମାଲ୍ ହେଇଗଲା ପରେ ତୁମେ ବି ସମସ୍ତେ ପାଉଛନ୍ତି। ଆଉ ବାଙ୍ଗାଲୋର ଗୋଟେ ଏମିତିଆ ଜାଗା କାହାକୁ ଖାଲି ହାତରେ ଫେରେଇନି, ନା ତୁମେ ବି ଫେରିବନି। ତ ତୁମେ ବି ଜବ୍ ପାଇବ, ଆଜି ନ ପାଇଲେ ତୁମେ କାଲି ମିଳିବ, କିନ୍ତୁ ଟିକେ ଟାଇମ୍ ଲାଗିବ। ବର୍ତ୍ତମାନ ସିଚୁଏସନ୍ ଡିଫିକଲ୍ଟ ଅଛି। ସିଚୁଏସନ୍ ନର୍ମାଲ୍ ହେଇଗଲା ପରେ ତୁମକୁ ବି ଧୀରେ ଧୀରେ ଜବ୍ ତୁମେ ବି ପାଇଯିବ। ସେମିତି କିଛି ମ୍ୟାଟର୍ ନାହିଁ କି ତୁମକୁ ମିଳିବନି ତାଙ୍କୁ ମିଳିବ, ତ ସେଇଟା କିଛି ନାହିଁ। ତୁମେ ସ୍କିଲ୍ ତୁମର ଡେଭଲପ୍ କର, ସେମାନେ ବହୁତ ପିଲା ପାଉଛନ୍ତି, ତୁମେ ବି ପାଇବ।
ତ ହେଇଥିଲା ଭିଡ଼ିଓ। ଥ୍ୟାଙ୍କ ୟୁ ଅଲ୍।